ସାଙ୍ଗମାନେ ଏ ହେଉଛି ଗ୍ରାଫ୍ଟେଡ଼ ବାଇଗଣ କଲମୀ ବାଇଗଣ ଗଛ ଆମର ଲାଗିଥିଲା ଜୁନ୍ 22 ତାରିଖ। ଆଜି ହେଲା ଜୁଲାଇ 12 ତାରିଖ। ଏତିକି ଦିନ ଭିତରେ ମାତ୍ର 20-18 ଦିନ ଭିତରେ ଗଛରେ ଆମର ଡାଳ ସଂଖ୍ୟା ବି ବାସି ଯାଇଛି। ଦେଖନ୍ତୁ କେତେ ଗୁଡ଼ିଏ, ଦେଖନ୍ତୁ ମୂଳରୁ ମାନେ ପ୍ରତ୍ୟେକ ପତ୍ରରେ ହିଁ ଡାଳ ବାହାରି ଯାଇଛି। ଆଉ ଫୁଲ ପୁରା ପଳେଇ ଆସିଲାଣି। ଏ ଦେଖନ୍ତୁ ଫୁଲ, ଏସବୁ ଫୁଲ ଆସିଲାଣି। ମାନେ ଏତେ ଛୋଟ ଗଛରେ ଫୁଲ ରଖିବାଟା ଗଛ ପାଇଁ ଖରାପ, ତେଣୁକରି ସେ ଫୁଲକୁ ବି ଛିଡ଼େଇବାକୁ ପଡ଼ିବ ବାଧ୍ୟ। ଆମର 45 ଦିନ ଭିତରେ ଆମର ଇଏ ଫଳ ପଳେଇ ଆସିବ, ଆଉ ଆମର ଫଳ ତୋଳିବା ଆରମ୍ଭ ବି ହେଇଯିବ। ଦେଖନ୍ତୁ ପ୍ରତ୍ୟେକ ଗଛରେ ପୁରା ମୂଳରୁ କେତେ ଲେଖା ଡାଳ ବାହାରିଛି ଦେଖନ୍ତୁ। ଫୁଲ ପ୍ରାୟ ମୋର 1000 ଗଛରେ ପ୍ରାୟ 70% ଗଛରେ ଫୁଲ ପଳେଇ ଆସିଲାଣି। এই ଦେଖନ୍ତୁ ସବୁ ଗଛରେ ଫୁଲ ପଳେଇ ଆସିଗଲାଣି, ସବୁ ଗଛ ଗୁଡ଼ାରେ। ଡାଳ ସଂଖ୍ୟା ପିଲ ସଂଖ୍ୟା ତ ପୁରା ମୂଳରୁ ଆସୁଛି ଆଉ। ସବୁ ଫୁଲ ଏ ହେଉଛି ଆମର ଭିଏନାର 212 ଗଛ। এই ଦେଖନ୍ତୁ ସବୁ ଗଛରେ ଫୁଲ ଆସିଗଲାଣି। ସେପଟରେ ଲାଗିଥିଲା ଆମର ଭିଏନାର 212, ଇଏ ଆମର ଅକ୍ସିତା ଗଛ ଦେଖନ୍ତୁ ବହୁତ କେତେ ହେଇଛି। ସେଇ 18, 20, 21 ଦିନର ଗଛ। ଇଏ ହେଉଛି ସବୁ ଅକ୍ସିତାର କଲମୀ ଗଛ। ଏ ସବୁ ଅକ୍ସିତା ଲାଗିଛି, ଅକ୍ସିତାର କଲମୀ ବାଇଗଣ।